146 ବର୍ଷର ରେକର୍ଡ ଭାଙ୍ଗିଲେ କୋହଲି, ପୁଣି ଥରେ ଇତିହାସ ଦୋହରାଇଲେ କିଙ୍ଗ କୋହଲି। ବାଂଲାଦେଶ ବିପକ୍ଷ ଅଭ୍ୟାସ ମ୍ୟାଚ୍ରେ ଏମିତି ରେକର୍ଡ କଲେ ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। କିଙ୍ଗ କୋହଲି 50 କୋଟିର ଡ୍ରେସିଂ ରୁମ୍ର କାଚ ଭାଙ୍ଗି ଦେଇଛନ୍ତି। ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ। ଟିମ୍ ଇଣ୍ଡିଆ ବାଂଲାଦେଶ ଯାତ୍ରା କରି 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବାକୁ ଥିବାବେଳେ ଏହାରି ପୂର୍ବରୁ ଟିମ୍ ଇଣ୍ଡିଆର ଖେଳାଳିମାନେ ଅଭ୍ୟାସ କରୁଥିଲେ। ଏହାରି ମଧ୍ୟରୁ କିଙ୍ଗ କୋହଲି ମଧ୍ୟ ପଡ଼ିଆ ଭିତରେ ଅଭ୍ୟାସ କରୁଥିଲେ। ଅଭ୍ୟାସ କରିବା ସମୟରେ ରବୀନ୍ଦ୍ର ଜାଡେଜାଙ୍କ ବଲ୍କୁ ସେ ସିଧା ସିକ୍ସ ମାରିଥିଲେ ଏବଂ ସେହି ବଲ୍ଟି ଡ୍ରେସିଂ ରୁମ୍ର କାଚରେ ଭାଙ୍ଗି କାଚ ଭାଙ୍ଗିଗଲା ଏବଂ ବାଂଲାଦେଶର 50 କୋଟି ଟଙ୍କା କ୍ଷତି ହେଲା। ସୂଚନା ଥାଉ କି ଭାରତ ଏବଂ ବାଂଲାଦେଶ ମଧ୍ୟରେ ଆସନ୍ତା 19 ତାରିଖରୁ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏଥିଲାଗି ଭାରତୀୟ ଦଳ ଜୋରସୋରରେ ଅଭ୍ୟାସ କାର୍ଯ୍ୟ କରିବାରେ ଲାଗିଛନ୍ତି। ବାଂଲାଦେଶ ବିପକ୍ଷ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ରୋହିତ ବାହିନୀ। ତ ଫ୍ରେଣ୍ଡ, ଯଦି ଭିଡ଼ିଓଟି ଭଲ ଲାଗିଥିବ ଭିଡ଼ିଓଟିକୁ ଲାଇକ୍ କରନ୍ତୁ। ଭିଡ଼ିଓଟି ଦେଖିଥିବାରୁ ଧନ୍ୟବାଦ।